জাতীয় রাজপথ নির্মাণ ও মରାମତି ପାଇଁ କେନ୍ଦ୍ର ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। ହେଲେ ବିଭାଗୀୟ ଅଧିକାରୀଙ୍କ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ଲୋକେ ଭୋଗୁଛନ୍ତି କଷ୍ଟ। ଗଜପତି ଜିଲ୍ଲାର ପାରଳା ଖେମୁଣ୍ଡିରୁ ମୋହନା ଓ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରୁ ମୋହନା ଦେଇ ରାୟଗଡ଼ ଜିଲ୍ଲାକୁ ସଂଯୋଗ କରୁଥିବା 326 ଓ 326A ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା। ରାସ୍ତା ଅବସ୍ଥା ଶୋଚନୀୟ। ଦୈନିକ ରାଜପଥ ଦେଇ ଶହ ଶହ ବସ୍, ଟ୍ରକ୍, କାର, ବାଇକ୍ ଯାତାୟାତ କରେ। ହେଲେ ରାଜପଥର ଅବସ୍ଥା ନ କହିବା ଭଲ। ପ୍ରତ୍ୟେକ ଦିନ ରାସ୍ତାରେ ଛୋଟ ବଡ଼ ଦୁର୍ଘଟଣା ଘଟିବା ସହ ଜୀବନହାନି ଘଟୁଥିବା ଦେଖିବାକୁ ମିଳିଛି। ଏନେଇ ଅଞ୍ଚଳ ଜନସାଧାରଣଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ରାଜପଥର ବିଭିନ୍ନ ସ୍ଥାନ ଖାଲଖମାରେ ପରିପୂର୍ଣ୍ଣ। ଦୀର୍ଘ ବର୍ଷ ହେଲା ମରାମତି ନ ହୋଇ ପଡ଼ି ରହିଛି ଜାତୀୟ ରାଜପଥ। ବାରମ୍ବାର ଜିଲ୍ଲା ବିଭାଗ ଅଧିକାରୀମାନଙ୍କୁ ଏ ସମ୍ପର୍କରେ ଅବଗତ କଲେ ମଧ୍ୟ ସମାଧାନ ଶୂନ। ବଡ଼ପଣ୍ଡାମାନେ କୁମ୍ଭକର୍ଣ୍ଣ ନିଦ୍ରାରେ। ନିର୍ବାଚିତ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ସରକାରୀ ବାବୁମାନେ ମଧ୍ୟ ଏହି ରାସ୍ତା ଦେଇ ଦୈନିକ ଯାତାୟାତ କରନ୍ତି, କିନ୍ତୁ କାହାର ଏଥିପ୍ରତି ନଜର ପଡ଼େ ନାହିଁ। ନଜର ବା କେମିତି ପଡ଼ିବ? ସରକାରଙ୍କ ଦାମୀ ସୌଖିନ ଗାଡ଼ିରେ ବସି ବାବୁମାନେ ଯାତାୟାତ କରୁଛନ୍ତି, କିନ୍ତୁ ଅଞ୍ଚଳର ନିରୀହ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି। ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀମାନଙ୍କ ଠାରୁ ଆରମ୍ଭ କରି ବସ୍ ଯାତ୍ରୀ ହୁଅନ୍ତୁ ବା ଆମ୍ବୁଲାନ୍ସ କର୍ମଚାରୀ, ସମସ୍ତେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ଆମର ଉପରିସ୍ଥ ଅଧିକାରୀ ମନା କରିଛନ୍ତି କିଛି କହିବାକୁ ବୋଲି କହିଛନ୍ତି। ତେବେ ଖବର ପ୍ରସାରଣ ପରେ କିଏ ପଦକ୍ଷେପ ନେଉଛନ୍ତି ଉପରିସ୍ଥ ଅଧିକାରୀ, କେବେ ଭାଙ୍ଗୁଛି ନିଦ, ତାହା ଦେଖିବାକୁ ବାକି ରହିଲା। ବୃଦ୍ଧି ପାଉଛି ଦୁର୍ଘଟଣା। ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ସାଜିଛି ନୀରବ ଦର୍ଶା। ଦେଖନ୍ତୁ ଦର୍ଶକ ବନ୍ଧୁ, ଇଏ ହେଉଛି ଜାତୀୟ ରାଜପଥ 326 ଏବଂ 326A। ସେମାନଙ୍କର କଲେଜ ଛକଟାରେ ପାରଳାଖେମୁଣ୍ଡୁ ମୋହନା ଦେଇ ରାୟଗଡ଼ା ଜିଲ୍ଲା ଏବଂ ବ୍ରହ୍ମପୁର ମୋହନା ଦେଇ ରାୟଗଡ଼ ଜିଲ୍ଲାକୁ ଦୀର୍ଘ କିଲୋମିଟର ଲମ୍ବି ରହିଛି ଏହି ଜାତୀୟ ରାଜପଥ। ତଥାପି ପ୍ରଶାସନକୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ନେଉନାହିଁ, ଯାହାଫଳରେ ଧନଜୀବନ ନଷ୍ଟ ହେଉଛି। ସାଧାରଣତଃ ବାଇକ୍ ଚାଳକ ଏବଂ ବାଇକ୍ ଆରୋହୀଙ୍କ ସହିତ କାର୍ ଏବଂ ଟ୍ରକ୍ ବାଲା, ବସ୍ ସମସ୍ତେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଧନଜୀବନ ନଷ୍ଟ ହେଉଛି। ଆମେ ପଚାରି ବୁଝିବା ଆମର ଅଞ୍ଚଳର ଜଣେ ଜଣାଶୁଣା ବରିଷ୍ଠ ନାଗରିକ ତଥା ଆମର ସମିତି ସଭ୍ୟ, ସେ ଏ ବିଷୟରେ କ'ଣ କହିବେ? ସାର୍, ଆପଣ ଜିଓ ନ୍ୟୁଜ୍କୁ ସ୍ୱାଗତ। ଆପଣ କ'ଣ କହିବାକୁ ଚାହୁଁଛନ୍ତି ଯେ ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ, ତାପରେ ଆପଣ କ'ଣ ମତାମତ ଦେବେ? ପ୍ରଥମେ ଆପଣଙ୍କୁ ନମସ୍କାର ଦେଉଛି ଯେ ମୋ ନାମ ବାଳକୃଷ୍ଣ ମଲ୍ଲିକ, ସମିତି ସଭ୍ୟ ମୋହନା ଗ୍ରାମ ପଞ୍ଚାୟତ। ଦେଖନ୍ତୁ 326 ଜାତୀୟ ରାଜପଥ ମୋହନା ଦେଇକି ଆମର ସେପଟେ 6-7ଟା ଜିଲ୍ଲା ସଂଯୋଗ କରୁଛି। ଆଉ ଦୀର୍ଘ ବର୍ଷ ହେଲା ଡିମାଣ୍ଡ କରିକିରି ଆସୁଛୁ, ଅଭିଯୋଗ କରିକିରି ଆସୁଛୁ, କିନ୍ତୁ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ଏଥିପ୍ରତି ନିରବ ଦ୍ରଷ୍ଟା, କୌଣସି କର୍ଣ୍ଣପାତ କରୁନାହାନ୍ତି। ଯାହାରି ଫଳରେ କି ଆଜି 326 ଜାତୀୟ ରାଜପଥ ଯାହା ମୋହନା ଟାଉନ୍ ଦେଇକି ଯାଇଛି, ଏଭଳି ଅବସ୍ଥା ଆପଣମାନେ ଦେଖିପାରୁଛନ୍ତି। ନଗ୍ନ ଚିତ୍ର ଆପଣମାନଙ୍କୁ ଦେଖେଇ ହେବ, ଯେଉଁଟାକି ଜନସାଧାରଣ ଡେଲି ବେସିସ୍ରେ ଯେଉଁମାନେ ଯିବା ଆସିବା କରୁଛନ୍ତି ବହୁତ ସମ୍ମୁଖୀନ ବାଧାବିଘ୍ନ ଫେସ୍ କରୁଛନ୍ତି। ଆଉ ବାଇକ୍ରେ ହେଉ କିମ୍ବା ଗାଡ଼ିରେ ହେଉ ଗଲାବେଳେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଦେଖନ୍ତୁ, ଆମର ସମିତି ସଭ୍ୟ ମଲ୍ଲିକ ବାବୁ କହୁଥିଲେ ଯେ ରାସ୍ତାର ଅବସ୍ଥା କି ଶୋଚନୀୟ। ସେ ମଧ୍ୟ ଏ ସମ୍ପର୍କରେ ପ୍ରଶାସନକୁ ଅବଗତ କରିଛନ୍ତି, ତଥାପି ପ୍ରଶାସନ ନୀରବ ଦର୍ଶା। ଆଉ ଜଣେ ଆମର ଅଞ୍ଚଳବାସୀ ଅଛନ୍ତି, ତାଙ୍କୁ ପଚାରି ବୁଝିବା ସେ ଏ ସମ୍ପର୍କରେ କ'ଣ କହିବେ? ଜିଓ ନ୍ୟୁଜ୍କୁ ସ୍ୱାଗତ। ଆପଣ ରାସ୍ତାର ଦୁରବସ୍ଥା ଦେଖୁଛନ୍ତି, ବିଭିନ୍ନ ପ୍ରକାର ଦୁର୍ଘଟଣା ମଧ୍ୟ ଘଟୁଛି। ଲୋକେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତାପରେ କ'ଣ କହିବା? ଏଇଟା ତ ଆମର ମୁଖ୍ୟ ରାଜପଥ 5ଟା-7ଟା ଡିଷ୍ଟ୍ରିକ୍ଟକୁ ସଂଯୋଗ କରୁଛି। ଏଇଟା ପୁରା କ୍ଷତିଗ୍ରସ୍ତ ହୋଇଗଲାଣି। ଏହାର ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ପ୍ରଶାସନ ଏହାର କିଛି କରିପାରୁନାହାନ୍ତି। ରିପେୟାର ନାହିଁ, ନୂଆ କାମ ନାହିଁ, କିଛି କରିପାରୁନାହାନ୍ତି। ଡ୍ରେନ୍ ଥାଇ ସୁଦ୍ଧା ଡ୍ରେନ୍ରେ ପାଣି ନ ଯାଇକି ରୋଡ଼ରେ ପାଣି ଯାଉଛି। ଡ୍ରେନ୍ର ଅବସ୍ଥା, ଡ୍ରେନ୍ ସବୁ ପୋତି ହୋଇଗଲାଣି। ଆଉ କ'ଣ କରିବା? ମୋହନାର ତ ଅବସ୍ଥା ସବୁ ଏମିତି ଅଛି। ଯଦି ପ୍ରଶାସନ ଚାହିଁଲେ ଆଗେ ଏଗୁଡ଼ାକ ସୁବିଧା ହେଇପାରିବ। ଦେଖିବା, ଖବର ପ୍ରସାରଣ ପରେ ପ୍ରଶାସନିକ ଅଧିକାରୀମାନଙ୍କର ନିଦ ଭାଙ୍ଗୁଛି ନା ନାହିଁ, ତାହା ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି ସେହି ଦିନକୁ। କେବେ ସୁଧରିବ ଏହି ରାସ୍ତାର ସମସ୍ୟା ଏବଂ ଧନଜୀବନ ଫେରିବେ ଆସିବ? ଗଜପତି ମୋହନାରୁ ପଞ୍ଚାନନ ଦାସଙ୍କ ରିପୋର୍ଟ, ଜିଓ ନ୍ୟୁଜ୍।